ନୂଆ ବର୍ଷ ମୁଁ ଆପଣଙ୍କୁ କହି ରଖେ ଇଂଲିଶ କ୍ୟାଲେଣ୍ଡରରେ ଯୋଉ ନୂଆ ବର୍ଷ ଯୋଉ 08 କରନ୍ତି ମୁଁ ତାକୁ ପାଳନ କରେନି। ମୁଁ ତାକୁ ପାଳନ କରିବା ମୋର ଫିଲୋସଫି ହେଉଛି ଦର୍ଶନ ଶାସ୍ତ୍ର ହେଉଛି ଯେ ସଂଖ୍ୟାଧିକ ଲୋକ 70-80 ଭାଗ ଜନତା ଯୋଉମାନଙ୍କ ଭିତରେ ଗତକାଲି ଆଉ ଆଜି ଭିତରେ ଫରକ ନାହିଁ, ପରିଶ୍ରମ କଲେ 2 ଘଣ୍ଟା ଖାଇବେ ଏବଂ ସେମାନେ ଏ ନୂଆ ବର୍ଷ କଣ ତାକୁ ପାଳନ କରନ୍ତିନି। ଯେଉଁମାନେ ପାଳନ କରୁଛନ୍ତି ମୁଁ ତାଙ୍କୁ ବିରୋଧ କରେନି, ବରଂ ସେମାନେ ଏନ୍ଜୟ କରନ୍ତୁ, ମୁଁ ତାକୁ ସମର୍ଥନ କରେ। କିନ୍ତୁ ସଂଖ୍ୟାଧିକ ଲୋକ ଯେହେତୁ ନୂଆ ବର୍ଷ ସାଥିରେ ତାଙ୍କର କୌଣସି ସମ୍ପର୍କ ନାହିଁ ଗତକାଲି ଆଉ ଆଜି ଭିତରେ, ମୁଁ ସେଇମାନଙ୍କ ଭିତରୁ ଜଣେ ହେଇକି ରହିବାକୁ ଚାହେଁ। ମୁଁ କେବେ ବି ଡିସେମ୍ବର 31 ତାରିଖ ରାତି ଏବଂ ଜାନୁଆରୀ 1 ଯୋଉ ଆସେ ତାକୁ ମୁଁ ସେଲିବ୍ରେଟ କରେନି। କିନ୍ତୁ ନୂଆବର୍ଷ ସକାଳୁ ବହୁତ शुभेच्छुମାନେ ଆସନ୍ତି, ଆମେ ଭାବର ଆଦାନ ପ୍ରଦାନ କରୁ, ସମ୍ଭାଷଣ ଜଣାଉ, ସେଇଟାକୁ ମୁଁ ପାଳନ କରେ। ଏବଂ ଏବେ ମୁଁ ଶୁଣୁଛି ଅନେକ ଜାଗାରେ ଏଇ ଯୋଉ ଇଂଲିଶ କ୍ୟାଲେଣ୍ଡର ନୂଆବର୍ଷକୁ ବିରୋଧ କରୁଛନ୍ତି, କହୁଛନ୍ତି ପାଶ୍ଚାତ୍ୟ କଥା, ତାକୁ ପାଳନ କରୁନାହାନ୍ତି। ମୁଁ ସେଇମାନଙ୍କ ସାଥିରେ ବି ଏକମତ ନୁହେଁ, କାରଣ ଇଂଲିଶ କ୍ୟାଲେଣ୍ଡର ଏଟା ସାରା ପୃଥିବୀରେ ପ୍ରତ୍ୟେକ ଦେଶ ତାକୁ ଗ୍ରହଣ କରିଛନ୍ତି ଏବଂ ସେଇ ଡେଟ୍ ଅନୁସାରେ ଆମେ ସବୁ କଥା ନିର୍ଣ୍ଣୟ କରୁ, ପ୍ରୋଗ୍ରାମ ଠିକ୍ କରୁ। ତେଣୁ ଯୋଉଟା ସର୍ବଜନ ଆଦୃତ ହେଇଛି ତାକୁ ଏଇ ଗୋଟେ ନିଜର କୋଉ ଭାବନା ଓ ଭାବଧାରା ନେଇକି ତାକୁ ବିରୋଧ କରାଯାଏ ମୁଁ ଜାଣେନି, କିନ୍ତୁ ସେଟା ଠିକ୍ ନୁହେଁ। ଯୋଉ ଦେଶର ଯୋଉ ଡେଭଲପମେଣ୍ଟ ସେଟା ପୃଥିବୀର ସମସ୍ତେ ଗ୍ରହଣ କରନ୍ତି। ଧରନ୍ତୁ ଆପଣ ଯୋଉ କ୍ୟାମେରାରେ ଭିଡିଓ କ୍ୟାମେରାରେ ଯୋଉ ସୁଟିଂ କରୁଛନ୍ତି ସେଟା ଆମ ଦେଶରେ ତିଆରି ହେଇନି, ତାମାନେ କଣ ଆମେ ତାକୁ ବ୍ୟବହାର କରିବୁନୁ? ଇଲେକ୍ଟ୍ରିକ ବଲ୍ ଆମ ଦେଶରେ ତିଆରି ହେଇନି, ତାମାନେ କଣ ବ୍ୟବହାର କରିବୁନୁ? ଆମେ ଡେଭଲପମେଣ୍ଟକୁ ଆମ ଦେଶର ଯାହା ଡେଭଲପମେଣ୍ଟ ଅନ୍ୟାନ୍ୟ ଦେଶମାନେ ଗ୍ରହଣ କରୁଛନ୍ତି, ଅନ୍ୟ କୋଉଠି ଯାହା ଡେଭଲପ ହେଇଛି ଆମେ ତାକୁ ଗ୍ରହଣ କରୁଛୁ। ତେଣୁ ଗୋଟେ ଡେଭଲପମେଣ୍ଟକୁ ବିରୋଧ କରିବା ଗୋଟେ ସଂକୀର୍ଣ୍ଣ ମନୋଭାବ, ମୁଁ ସେଇଟାକୁ ଗ୍ରହଣ କରିପାରୁନି। ଆମେ ଇଂଲିଶ କହିବା ଛାଡ଼ିପାରିବା, ଅନ୍ୟାନ୍ୟ ଭାଷା କହିବା ଛାଡ଼ିପାରିବା, ସବୁ କଥାକୁ ଗ୍ରହଣ କରିଛେ, କିନ୍ତୁ ମୋର ମତାମତ ରହିବ ଆମ ଭାରତବର୍ଷର ଯାହା ନୀତି ପ୍ରଥା ପରମ୍ପରା ତାକୁ ବଜାଇ ରଖି ବାହାରର ଯାହା ସବୁ ଡେଭଲପମେଣ୍ଟ ତାକୁ ଗ୍ରହଣ କରିବାର କିଛି ଅସୁବିଧା ନାହିଁ। କିନ୍ତୁ ଆମେ ପାଶ୍ଚାତ୍ୟକୁ ଅନ୍ୟ ଅର୍ଥରେ ଗ୍ରହଣ କରୁଛୁ, ନିଜର ଶୈଳୀକୁ ଭୁଲି ଯାଉଛୁ, ସେଇଟାକୁ ମୁଁ ବିରୋଧ କରେ। ବିଜୁ ଜନତା ଦଳ ନିରନ୍ତର ଭାବରେ ସଂଘର୍ଷ କରୁଛି, ସଂଗ୍ରାମ କରିବ। ଓଡ଼ିଶାର ହିତ ପାଇଁ ଏ ସଂଘର୍ଷ ସଂଗ୍ରାମ ଜାରି ରହିବ।